ସମସ୍ତଙ୍କୁ ସୁପ୍ରଭାତ। ସକାଳେ ଆଜି ସମଲେଶ୍ୱର ମୋର ମିଶିକି ବାହାରିଥିଲୁ ମାର୍କେଟ। ପ୍ରଥମେ ଗ୍ୟାସ୍ ସିଲିଣ୍ଡରକୁ ଫିଲ୍ କରିବା ପରେ ମଉସାଙ୍କ ପାଖରୁ କିଛିଟା ପନିପରିବା କିଣିଥିଲୁ। ପରେ ଗ୍ରୋସରୀ ସବୁକୁ ଧରି ପହଞ୍ଚିଥିଲି ରୁମ୍ରେ। ବ୍ରେକଫାଷ୍ଟରେ ଚୁଡ଼ା କଦଳୀ ସହ ସିଝା ଅଣ୍ଡା ଖାଇଥିଲି। ଛାତ ଉପରେ ଆଜି ଏକ ଭୋଜିର ଆୟୋଜନ ହୋଇଥିଲା, ଯାହାକୁ ଆରେଞ୍ଜ କରିଥିଲେ ପ୍ରଦୀପ ଭାଇ ଓ ଲିପ୍ସା ଦିଦି। ସେପଟେ ରୋଷେଇ ଚାଲିଥାଏ, ଏପଟେ ପିଲାମାନେ ତାଙ୍କର ଖେଳ ଚଲେଇଥାନ୍ତି। ଭାଇ ଆଜି ଆମର ମାଷ୍ଟର ସେଫ୍। ପରେ ସମସ୍ତେ ବସି ଯାଇଥିଲୁ ଖାଇବା ପାଇଁ। ଚିକେନ୍ ପୁରା ଡେଲିସିୟସ୍ ଥିଲା। ଆଫ୍ଟରନୁନରେ ସମଲେଶ୍ୱର ସହ ବାହାରିଥିଲି ବୁଲିବାକୁ। କିଛି ସମୟର ବ୍ୟବଧାନ ପରେ ଉଭୟ ପହଞ୍ଚିଥିଲୁ ଦେଓଡ୍ୟାମରେ। ବନ୍ଧ ଚାରିପାଖର ଦୃଶ୍ୟ ଓ ପରିବେଶ ମନକୁ ଶାନ୍ତି ଦେଇଥିଲା। ପାଖାପାଖି 2 ଘଣ୍ଟାର ସମୟ ଅତିବାହିତ କରିବା ପରେ ସନ୍ଧ୍ୟାରେ ଉଭୟ ଫେରିଥିଲୁ ରୁମ୍କୁ। ରୁମ୍ରେ ପହଞ୍ଚି ଫ୍ରେଶ୍ ହେବା ପରେ ବସି ଯାଇଥିଲି ଫିଲ୍ମ ଦେଖିବାକୁ। ବିଜୟ ଥାଲାପାତିର ମାଷ୍ଟର ମୁଭି ଦେଖିବା ପରେ ଶୋଇଯାଇଥିଲି। ଆଉ ସାଙ୍ଗମାନେ, ଆଜିର ବ୍ଲଗ୍ଟି କେମିତି ଲାଗିଲା କମେଣ୍ଟରେ ଜଣେଇବେ। ରହିଲି, ବାଏ ବାଏ।